ସତରେ ନାରୀ କ'ଣ ସ୍ୱାଧୀନ? ସତରେ ନାରୀ କ'ଣ ସ୍ୱାଧୀନ? ପାଦରେ ଶୃଙ୍ଖଳି ନାହିଁ, ତଥାପି ପଦକ୍ଷେପରେ ଭୟ। ଓଠରେ କଥା ଅଛି, ତଥାପି ମନରେ ନୀରବତାର କ୍ଷୟ। ଆକାଶ ଖୋଲା ଅଛି, ତଥାପି ଉଡ଼ାନରେ ପ୍ରଶ୍ନ। କେଉଁଠିକି ଯିବୁ? କାହିଁକି ଯିବୁ? କେବେ ଫେରିବୁ? ପ୍ରତିପଦେ ଅଦୃଶ୍ୟ ବନ୍ଧନ। ସେ ପଢ଼ିଲା, ଜ୍ଞାନର ଦ୍ୱାର ଖୋଲିଲା। ସେ କାମ କଲା, ନିଜର ଭାଗ୍ୟ ଗଢ଼ିଲା। ସେ ଆକାଶ ଛୁଇଁଲା, ନୂଆ ଇତିହାସ ଲେଖିଲା। ତଥାପି ଗୋଟେ ପ୍ରଶ୍ନ ଘେରରେ ସେ ସବୁବେଳେ ରହିଲା। ଘରର କଥା କିଏ ବୁଝିବ? କେତେ ସ୍ୱପ୍ନ ରାତିର ନୀରବତାରେ ମରିଯାଏ। କେତେ ଇଚ୍ଛା ଲୋକେ କ'ଣ କହିବାରେ ହଜିଯାଏ। କେତେ ପ୍ରଶ୍ନ ଓଠ ପର୍ଯ୍ୟନ୍ତ ଆସି ପୁଣି ହୃଦୟ ଭିତରେ ଶୋଇଯାଏ। ନାରୀ ସମ୍ପର୍କ ଚାହେଁ, କିନ୍ତୁ ସମ୍ପର୍କ ନାଁର ଶୃଙ୍ଖଳି ନୁହେଁ। ନାରୀ ପରିବାର ଚାହେଁ, କିନ୍ତୁ ପରିବାରରେ ନିଜ ଅସ୍ତିତ୍ୱ ହରାଇବା ନୁହେଁ। ନାରୀ ନିଜ ପାଇଁ ଜାଗାଟିଏ ଚାହେଁ, ବିଦ୍ରୋହ ନୁହେଁ। ନିଜ ଜୀବନର ନିଷ୍ପତ୍ତିରେ ନିଜର ଅଧିକାର ଚାହେଁ। ନିଜ ସ୍ୱପ୍ନର ଆକାଶରେ ନିଜର ଉଡ଼ାନ ଚାହେଁ। ଏହା କ'ଣ ସ୍ୱାର୍ଥ? ନା ଗୋଟେ ମଣିଷ ହେବାର ଅଧିକାର?